कम फ्रेंड्स एबे आपण प्रथमे देखि दियंतु आपण सुनि जानतु कोन कोन इंस्ट्रक्शन दिया होची तापर मु कहबी मात्र 6 मिनिट भीतर मु आपण एक्सपीरियंस दे देबी केमती लागे फ्लाइट रे बसले ओके सुन प्रथम इंस्ट्रक्शन सुनि जानतु हिंदी रे इंग्लिश रे कहउछंती सुनि जानतु सुरक्षा से लेके कौन सा काम की देखभाल करेंगे आप सेवा में उपस्थित हैं धन्यवाद Ladies and gentlemen, boys and girls, we welcome you on flight 6536. Raipur is 1 hour 20 minutes away, being reporting thousands of feet above the ground with our aviator, Jatinder Singh and First Officer Operation, Dr. Ramnath Satish Kamini Mana, Trainer Yoli, cabin crew member, speaking English and English. Air Force and specialist home vehicles, cross borders and boundaries, please settle in kindly details. बस ଏଇଭଳି ଯେତେବେଳେ ଆପଣ ଫ୍ଲାଇଟ୍ରେ ବସିବେ ଫ୍ଲାଇଟ୍ରେ ଇନଷ୍ଟ୍ରକ୍ସନ୍ ଦିଅନ୍ତି ପ୍ରଥମେ କିଏ ଚଲାଉଛନ୍ତି କେଉଁ କେଉଁମାନେ ଅଛନ୍ତି କ୍ରୁ ମେମ୍ବର କିଏ କିଏ ସମସ୍ତଙ୍କ ନାଁ ବି କହନ୍ତି ଆଉ ତାପରେ ଆପଣଙ୍କର ଫ୍ଲାଇଟ୍ କ'ଣ କରେ ନା ରନ୍ୱେକୁ ଯାଏ ରନ୍ୱେ ଯେତେବେଳେ ଯାଏ ଯେମିତି ଆମର ବସ୍ ବା କୌଣସି ଗାଡ଼ି ଯେତେବେଳେ ତା'ର ଜାଗାକୁ ମାନେ ଗନ୍ତବ୍ୟସ୍ଥଳକୁ ଯିବା ପୂର୍ବରୁ ପ୍ରଥମେ ବସ୍ ଷ୍ଟାଣ୍ଡକୁ ଯାଏ ବସ୍ ଷ୍ଟାଣ୍ଡରେ ଗୋଟେ ଜାଗାରେ ରହେ ସେମିତି ଏଠି ବି ସେମିତି ଥାଏ ରନ୍ୱେକୁ ସେ ଯିବ ତେଣୁ ରନ୍ୱେକୁ ଯିବା ପୂର୍ବରୁ ଆପଣ ଯେତେବେଳେ ସ୍ପିଡ଼ ବଢ଼ିନଥିବ ସ୍ଲୋରେ ଯାଉଥିବ ମାନେ ଆପଣ ଜାଣିବେ ରନ୍ୱେକୁ ଅଛି ଦେଖନ୍ତୁ ଗୋଟେ ତଳେ ନମ୍ବର ଗୋଟେ ଲେଖା ହେଇଛି ସେ ନମ୍ବର ଅନୁସାରେ ତା'ର ଜାଗା ମାର୍କ କରାହେଇଥାଏ ସେ ଜାଗାକୁ ସେ ଯାଏ ଟିକେ ସେଠୁ ବୁଲିକି ଯେତେବେଳେ ଯାଏ ସ୍ଲୋରେ ଏତିକି ସ୍ପିଡ଼ରେ ସେ ଯିବ ଆଉ ସେତିକି ସ୍ପିଡ଼ରେ ଯାଇକି ଯେତେବେଳେ ସେ ତା ଜାଗାରେ ପହଞ୍ଚିଯିବ ରନ୍ୱେର ଯେଉଁଠି ସେ ସ୍ପିଡ଼ ନେବ ସେଠୁ ଜାଣିବେ ଯେ ସେ ଉପରକୁ ଉଡ଼ିବ ଉପରକୁ ଉଡ଼ିଲା ପୂର୍ବରୁ ତା'ର ସ୍ପିଡ଼ ହଠାତ୍ ବଢ଼ିଯିବ ଏବଂ ସେ ହଠାତ୍ ବଢ଼ିଲା ପରେ ହଠାତ୍ ଆପଣଙ୍କୁ ଅଲଗା ଏକ୍ସପିରିଏନ୍ସ ହେବ ଯେମିତି ଆପଣ ଦୋଳିରେ ବସନ୍ତି ଦୋଳିରେ ଉପରକୁ ଯେତେବେଳେ ହଠାତ୍ ଦୋଳିଟା ଉପରକୁ ଯାଏ ଯେମିତି ଲାଗେ ସେଇଭଳିଆ ଲାଗିବ ଦେଖନ୍ତୁ ଏଠି ମୁଁ ବର୍ତ୍ତମାନ ଆଉ ଟିକେ ପରେ ମୋତେ ଲାଗୁଛି ସ୍ପିଡ଼ ବଢ଼ିବାର ସେ ଯେଉଁ ଭିଡ଼ିଓଟା ଆସିଯିବ ଆପଣ ଯେତେବେଳେ ମୁଁ ଆଉ କିଛି କହିବିନି ଆପଣ ଦେଖିବେ ଦେଖି ସାରିଲା ପରେ ମୁଁ ପୁଣି ତାପରେ କହିବି ଦେଖନ୍ତୁ ଲକ୍ଷ୍ୟ କରନ୍ତୁ ଟେକଅପ୍ରେ ବର୍ତ୍ତମାନ ଦେଖନ୍ତୁ ତଳେ ସବୁ ଜାହାଜ ବି ଛୋଟ ଛୋଟ ଦିଶୁଛି ଘର ରାସ୍ତାଘାଟ ଯାହା ବି କେତେ ଛୋଟ ଛୋଟ ହେଇକି ଦିଶିଲା ଆମେ ଯେମିତି ଠିକ୍ ପକ୍ଷୀଟିର ବିହଙ୍ଗମ ଦୃଶ୍ୟ ଯେଉଁ କହନ୍ତି ସେଇଭଳିଆ ଦେଖନ୍ତୁ ସହରର ପ୍ରତି କୋଣ ଅନୁକୋଣ ଘର ଦ୍ୱାର ସବୁବେଳେ ଛୋଟ ଛୋଟ ହେଇକି ଦିଶିଲା ଧୀରେ ଧୀରେ ଆହୁରି ଛୋଟ ହେଇଯିବ ଛୋଟ ହେଇ ଆମେ ମେଘ ଉପରକୁ ପଳାଇବା ମେଘ ଉପରେ ପଳାଇଲେ ମେଘ ଯଦି ଆକାଶ ପୁରାପୁରି ନିର୍ମଳ ନଥାଏ ଧଳା ରଙ୍ଗ ଦିଶେ ବା ବ୍ଲୁ ଟିକେ ଦିଶିବ ଆପଣ ୟା ପରେ ମୁଁ ଦେଖେଇବି ୟା ପରେ କଟ୍ କରିକରି ପୁଣି ମେଘ ଉପରକୁ ଗଲା ପରେ ସେ ଯେଉଁଟା ଦିଶିବ ଦୃଶ୍ୟଟା ମୁଁ ଦେଖିବି ଏ ଦେଖନ୍ତୁ ମୁଁ ବସିଛି ମୋ ଫଟୋ ଦେଖାଯାଉଛି ମୁଁ ମୋବାଇଲ ଧରିଥିଲି ଏବେ ଦେଖନ୍ତୁ ୟା ପରେ ଆପଣଙ୍କ ଆସିଯିବ ମେଘ ଫଟୋ ଏଠି ଆସିଲା ଦେଖନ୍ତୁ ଏଠି ହେଲା ମେଘ ଉପରେ ଉଡ଼ୁଥିବାର ଦୃଶ୍ୟ ମେଘ ଉପରେ ଉଡ଼ିଲା ବେଳେ ଏମିତି ଦିଶେ ବହୁତ ସୁନ୍ଦର ଲାଗୁଛି ନା ପୁରା ଧଳା ବରଫରେ ପହଁରିଲା ଭଳିଆ ତେଣୁ ଏଇଟା ଗୋଟେ ପ୍ରକାର ଏକ୍ସପିରିଏନ୍ସ ତାପରେ ଦେଖନ୍ତୁ ଫୁଲ୍ ସ୍କ୍ରିନ୍ରେ ମୁଁ ଆପଣଙ୍କୁ ଦେଖେଇବି ମେଘର ଆହୁରି ଉପରକୁ ଗଲା ପରେ କେମିତି ଲାଗେ ତାର ମେଘର ଛୋଟ ଛୋଟ ଖଣ୍ଡ ବି ଆପଣଙ୍କୁ ଦିଶିବ ଏଇଟା ଦେଖନ୍ତୁ ଏଇଟା ଗୋଟେ ଭ୍ୟୁ ଯେଉଁଥିରେ କି ଆପଣ ଦୂରରେ ଯେଉଁ ଦିଶୁଛି ଧଳା ଧଳା ଛୋଟ ଛୋଟ ବିନ୍ଦୁ ବିନ୍ଦୁ ଭଳିଆ ସେଇଟା ହେଲା ମେଘ ମୁଁ ଜୁମ୍ କରିକି ବି ଦେଖେଇବି ଆପଣଙ୍କୁ ଦେଖନ୍ତୁ ଦିଶୁଛି ଆପଣଙ୍କୁ ଲକ୍ଷ୍ୟ କରିପାରୁଛନ୍ତି ତ
এই ଦୂରରେ ଯେଉଁ ଧଳା ଧଳା ଛୋଟ ଛୋଟ ବିନ୍ଦୁ ବିନ୍ଦୁ ଭଳିଆ ଦିଶୁଛି ସେଟା ହେଲା ମେଘ ଖଣ୍ଡ। ତା ଉପରେ ଆମେ ଉଡ଼ୁଛନ୍ତି। ଛୋଟ ଛୋଟ ମେଘ ଖଣ୍ଡ ପୂର୍ବରୁ ପୁରା ମେଘ ଅଛି। ଦେଖନ୍ତୁ ଏଇଟା ଜୁମ୍ କରିକି ଦେଖିଲେ ଏଇଟା ହେଲା ମେଘ ଗୁଡ଼ିକ। ବହୁତ ସୁନ୍ଦର ଦିଶେ, ବହୁତ ବଢ଼ିଆ ଲାଗେ। ଏମିତି ଆପଣମାନେ ବି ଫ୍ଲାଇଟ୍ରେ ଯାଇଥିବେ ଯଦି ଆପଣଙ୍କ ଏକ୍ସପିରିଏନ୍ସ କହିବେ କେମିତି ଲାଗେ, କ'ଣ ଲାଗେ, କେଉଁ ଦୃଶ୍ୟଟା ଆପଣଙ୍କୁ ସବୁଠୁ ଭଲ ଲାଗେ। ଆଉ ଯେତେବେଳେ ଆପଣ ଫାର୍ଷ୍ଟ ଟାଇମ୍ ଫ୍ଲାଇଟ୍ରେ ବସିଥିଲେ ଟେକ୍ ଅଫ୍ କଲା ବେଳକୁ କେମିତି ଏକ୍ସପିରିଏନ୍ସ ଥିଲା, ଆଉ ଆପଣ କେଉଁଠିକି ଯାଇଛନ୍ତି ଫ୍ଲାଇଟ୍ରେ ବାହାର ଦେଶକୁ ବା ଆମ ଦେଶ ଭିତରେ କେଉଁଠିକି ମୋତେ ଜଣାଇବେ। ଆଉ ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ବହୁତ ବହୁତ ଧନ୍ୟବାଦ ମୋ ଭିଡ଼ିଓ ଦେଖୁଥିବାରୁ। ପୁଣି ନେକ୍ସଟ ଭିଡ଼ିଓରେ ଭେଟ ହେବା। କେମିତି ଲାଗିଲା ଭିଡ଼ିଓ ନିଶ୍ଚୟ କମେଣ୍ଟ ଦେବା ଭୁଲିବେନି। ରହୁଛି, ପୁଣି ଆର ଭିଡ଼ିଓରେ ଆପଣଙ୍କ ସହିତ ଦେଖା ହେବ। ଥ୍ୟାଙ୍କ ୟୁ ଅଲ୍।